ଅମ୍ବର ନୀଳ ରଙ୍ଗରେ ହୋଇ ସୁମଣ୍ଡିତ ଅମ୍ବର ନୀଳ ରଙ୍ଗରେ ହୋଇ ସୁମଣ୍ଡିତ ଅମ୍ବର ନୀଳ ରଙ୍ଗରେ ହୋଇ ସୁମଣ୍ଡିତ ଅମ୍ବର ନୀଳ ରଙ୍ଗରେ ହୋଇ ସୁମଣ୍ଡିତ। ମୁଁ କହିଥିଲି ଆଜ୍ଞା, ଆପଣ ମନେ ରଖିଥିବେ ନିଶ୍ଚୟ ଯେ ଏଇଟା ଆଦ୍ୟଯମକରେ କବି ଲେଖିଛନ୍ତି, କିନ୍ତୁ ସ୍ଥଳ ବିଶେଷରେ ବିଭିନ୍ନ ବହୁ ସ୍ଥାନରେ ସର୍ବଯମକ ଅଳଙ୍କାର ପ୍ରୟୋଗ କରିଛନ୍ତି। ତେଣୁ ଏଇଠି ମଧ୍ୟ ଏଇ ପଦଟି ହେଉଛି ସର୍ବଯମକ ଅଳଙ୍କାରର ଉଦାହରଣ। ଅମ୍ବର ନୀଳ ରଙ୍ଗରେ ହୁଏ ଆକାଶ। ଏହି ଶୁଭ ବେଳାରେ ଯେତେବେଳେ ଜରତା ଅନ୍ୟାନ୍ୟ ସହଚରୀ ବା ସଙ୍ଗିନୀମାନଙ୍କୁ ଧରିକିରି ଆଜ୍ଞା ବିଭାଣ୍ଡକ ଆଶ୍ରମକୁ ଯାଇଛି ଋଷ୍ୟଶୃଙ୍ଗଙ୍କୁ ସାକ୍ଷାତ କରିବା ପାଇଁ, ଆଉ ଅମ୍ବର ସେତେବେଳେ ଆକାଶ ନୀଳବର୍ଣ୍ଣ ଧାରଣ କରିଥିଲା ଏବଂ ଅତି ସୁନ୍ଦର ଦେଖାଯାଉଥିଲା। ନୀଳ ରଙ୍ଗରେ ହୋଇ ସୁମଣ୍ଡିତ ଏବଂ ଏମାନେ ମଧ୍ୟ ନୀଳାମ୍ବରୀ